ବନ୍ୟା ପରିସ୍ଥିତିକୁ ଗମ୍ଭୀରତା ସହ ନେଲେ ମନ୍ତ୍ରୀ। ଡିପିଆର୍ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ। ମୟୂରଭଞ୍ଜ ଜିଲ୍ଲା ମଗଡ଼ା ଓ ରାସୟନପୁର ବ୍ଲକ ଅଞ୍ଚଳରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ ଉକ୍ତ ଥାନା ଅନ୍ତର୍ଗତ ସାନମୁଣ୍ଡାଣି ଗ୍ରାମର ଇନ୍ଦ୍ର ମାରାଣ୍ଡି, ଯାହାଙ୍କର ବୟସ 65 ବର୍ଷ। ଲଘୁଚାପ ଫଳରେ ଲଗାଣ ବର୍ଷା ହେଉଥିବାରୁ ମଗଡ଼ା ଓ ରାସୟନପୁର ବ୍ଲକର ବିଭିନ୍ନ ଅଞ୍ଚଳ ପାଣିଘେର ରହିଛି, ଫଳରେ ଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ତେବେ ବନ୍ୟା ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିଛନ୍ତି ମଗଡ଼ା ବିଧାୟକ ତଥା ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର। ତେବେ କିଛି ଅଞ୍ଚଳକୁ କାହିଁକି ବନ୍ୟା ଜଳ ବାରମ୍ବାର ପ୍ରବେଶ କରୁଛି, ତାହାକୁ ରୋକିବା ନେଇ ଅନେକ ପଦକ୍ଷେପ ନିଆଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ। ତାହାକୁ ନେଇ ବିଭିନ୍ନ ବିଭାଗୀୟ ଅଧିକାରୀଙ୍କ ସହ ଏକ ଆଲୋଚନା କରି ଡିପିଆର୍ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ। ପରେ ଡିପିଆର୍ ପ୍ରସ୍ତୁତ କରି ବନ୍ୟା ପାଣି କାହିଁକି କିପରି ଗାଁକୁ ପ୍ରବେଶ କରିବ ନାହିଁ, ସେ ବାବଦରେ ନକ୍ସା ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଅପରପକ୍ଷରେ ବନ୍ୟା ଜନିତ ଭାଙ୍ଗିଥିବା ଘରକୁ ସରକାରୀ ସ୍ତରରେ ନୂତନ ଗୃହ ଯୋଗାଇବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ। ତେବେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ଘଟଣାସ୍ଥଳରେ ପହଞ୍ଚି ସବୁ ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ, ଯାହାକୁ ନେଇ ସ୍ଥାନୀୟ ଲୋକେ ମଗଡ଼ା ବିଧାୟକ ତଥା ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଶ୍ରଦ୍ଧାରେ ବାବୁଭାଇ କହିବାକୁ କେହି ଭୁଲି ନଥିଲେ। ବାବୁଭାଇ ସବୁଦିନ ବାବୁଭାଇ ରହିଛନ୍ତି। ତେଣୁ ସ୍ଥାନୀୟ ଲୋକେ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ଭୁରି ଭୁରି ପ୍ରଶଂସା କରିଥିବା ମଧ୍ୟ ଜଣାପଡ଼ିଛି। ତେବେ ଏନେଇ କ'ଣ କହୁଛନ୍ତି ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଆସନ୍ତୁ ତାଙ୍କ ମୁହଁରୁ ହିଁ ଶୁଣିବା। କାରଣ ହେଉଛି ଏଇଟା ନଦୀ ପାଣିଟା ପଶିଲା, ଏଇ ଆଡ଼ୁ ପଶିଲା। ତାର ସଲ୍ୟୁସନ୍ କ'ଣ ଅଛି? ଆଉ ଏଇଟାକୁ ହାଇଟ୍ କରାଯିବ, ଗେଟ୍ ତ ଦେବା ସାର୍, କିନ୍ତୁ ହାଇଟ୍ କରିକି ଗେଟ୍ ଦେଲେ ସାର୍ ମାନେ ରାସ୍ତାଟା ଏଇଠୁ 100 ମିଟର ଖଣ୍ଡେ ହାଇଟ୍ ହେବ ପ୍ରାୟ। ଏଇଟା ଆମର ଟିଆରିଟା, କିନ୍ତୁ ୟା ଉପରେ କ'ଣ ଏଇଟା ଟିଆରିଟା ଆମର ଏଇଟା। ହଁ, ଆମେ କ'ଣ ଏଇଟା କରିପାରିବା? ହାଇଟ୍ କରି ଜାଗା ବନ୍ୟା ପରିସ୍ଥିତିରେ ଗାଁକୁ ପାଣି ପଶିଯାଇଛି ଏବଂ ଅନେକ ଲୋକ ଘର ବି କିଛି ଲୋକ ହେଇଛି ଭାଙ୍ଗିଛି। କ'ଣ ଦେଖିଲେ କ'ଣ କହିବେ? ନିଶ୍ଚିନ୍ତ ଭାବରେ ଦୁଃଖଦାୟକ କଥା। ଏଠି ବାରମ୍ବାର ପାଣି ପଶୁଛି। ପାଣି ପଶିବାର କାରଣ କ'ଣ, ଯେଉଁ କଥା ଆମ ସରପଞ୍ଚ ଭାଇ କହୁଥିଲେ, ସେ କାରଣଟିକୁ ଯଦି ଆମେ ଦେଖିବା ତାହେଲେ ଏଠି ଏଭଳି ଅବସ୍ଥା ହେବ ନାହିଁ। ତେଣୁ ମୁଁ ଆଜି ଏଠି ସମସ୍ତ ଅଧିକାରୀମାନେ ଅଛନ୍ତି, PWD ହୁଅନ୍ତୁ, RD ହୁଅନ୍ତୁ ବା ଇରିଗେସନ୍ ହୁଅନ୍ତୁ ବା ଆମର ବ୍ଲକ, ଇଏ ସମସ୍ତେ ମିଳିତ ଭାବରେ ଆର ଡିପିଆର୍ ପ୍ରସ୍ତୁତ କରିବେ। ଇଏ ପାଣି କେମିତି ଏଠି ପଶିବ ନାହିଁ, ଯେଉଁ ପାଣି ପଶିବ ସେ ସଠିକ୍ ଭାବରେ ନିଷ୍କାସନ ହେବ, ତାକୁ ଏମାନେ ବନେଇକି ଦେଲେ ଆମେ ତାକୁ ପରମାନେଣ୍ଟ ସଲ୍ୟୁସନ୍ କରିବୁ। ଯେତେ ଘର ଭାଙ୍ଗିଛି ଆମେ ତାକୁ ଆକଳନ କରୁଛୁ, ଯାହା ଘର ଭାଙ୍ଗିଥିବ ସମସ୍ତଙ୍କୁ ନୂଆ ଘର ଦେଇ ଦିଆଯିବ।